ଆସନ୍ତୁ ଆଜି ଜାଣିବା କ୍ଷମା କ'ଣ? ସତରେ କ୍ଷମା ଏମିତି ଏକ ଯାଦୁଗରୀ ଗୁଣ ଯାହାର ଉପସ୍ଥିତି ମନୁଷ୍ୟକୁ ମହାନ, ଶ୍ରେଷ୍ଠ ଏବଂ ଗୁଣବାନ କରିଥାଏ। ଅନ୍ୟ ସମସ୍ତ ସଦ୍ଗୁଣକୁ ଧରି ରଖୁଥିବା ଗୁଣ ହେଉଛି କ୍ଷମା। କାହିଁକି ନା ଯାହା ପାଖରେ କ୍ଷମା ରୂପୀ ଗୁଣ ଅଛି ସେ ନିଶ୍ଚୟ ନମ୍ରଚିତ, ସହନଶୀଳ, ଦୟାଳୁ, ନିର୍ମଳ ଏବଂ ନିର୍ମାଣ ସ୍ୱଭାବର ହୋଇଥିବେ। ତାଙ୍କର ହୃଦୟ ନିଶ୍ଚୟ ବିଶାଳ ହୋଇଥିବ। କ୍ଷମାରୁ ହିଁ ନୂତନତାର ଆବିର୍ଭାବ ହୋଇଥାଏ। କ୍ଷମା ହିଁ ପ୍ରକୃତ ଶିକ୍ଷା। କ୍ଷମା ହିଁ ପରିବର୍ତ୍ତନର ସାଧନ। କ୍ଷମା ଦ୍ୱାରା ଆମେ କେବଳ ଅନ୍ୟର ବିଶ୍ୱାସ ନୁହେଁ, ହୃଦୟକୁ ମଧ୍ୟ ଜିତିପାରିବା। କାରଣ ଯେମିତି ଅନ୍ଧକାରକୁ ଅନ୍ଧକାର ନୁହେଁ ଆଲୋକ ଦୂର କରିପାରେ, ସେହିଭଳି ଅପରାଧୀକୁ ବା ଦୋଷୀକୁ ଦଣ୍ଡ ନୁହେଁ, କ୍ଷମା ହିଁ ପରିବର୍ତ୍ତନ କରିପାରେ। ଯାହାଦ୍ୱାରା ଦୋଷୀର କଠୋର ସଂସ୍କାର ପରିବର୍ତ୍ତନ ହେବା ସହ ତାହାର ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟ ସଜାଡ଼ି ହୋଇଯାଇପାରେ। ଏହି ସୁନ୍ଦର ବିଷୟ ଉପରେ ସୁନ୍ଦର ଉଦାହରଣଟିଏ। ଏପରି କିଛି ବ୍ୟକ୍ତି ଅଛନ୍ତି ଯିଏ ଆମର କ୍ଷତି କରିଛନ୍ତି, ତା ପ୍ରତି ସ୍ୱତଃ ସ୍ୱଇଚ୍ଛାରେ କ୍ଷମାର ନିର୍ଣ୍ଣୟକୁ କ୍ଷମାଶୀଳତା କୁହାଯାଏ। ନେଲସନ ମଣ୍ଡେଲା 27 ବର୍ଷ କାଳ ଜେଲର ଅନ୍ଧାରୀ କୋଠରୀରେ ବିତେଇଲେ। ଜେଲରୁ ଆସିଲା ପରେ ତାଙ୍କ ପ୍ରତି ଦୁର୍ଭାବନା ରଖିଥିବା ଏବଂ ତାଙ୍କର କ୍ଷତି କରିଥିବା ଲୋକଙ୍କୁ ସେ କ୍ଷମା କରିଦେଲେ। ଯଦିଓ ପରେ ପରେ ସେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପଦମଣ୍ଡନ କଲେ, କିନ୍ତୁ ପ୍ରତିଶୋଧ ନେଲେ ନାହିଁ। କାହିଁକି ନା ପ୍ରତିଶୋଧର ଭାବନା ତ୍ୟାଗ କରିଦେଲେ ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ ଏବଂ ଆମେ ଆନନ୍ଦରେ ଜୀବନ ଅତିବାହିତ କରିଥାନ୍ତି। ଯଦି କ୍ଷମା ନ କରିଲ ତ ପ୍ରତିଶୋଧର ଚକ୍ର ବ୍ୟୁହରେ ଫସି ନିଜକୁ ବନ୍ଦୀ ବନାଇ ନିଜର ହିଁ ଆମେ ଅହିତ କରିଥାନ୍ତି। ପ୍ରକୃତରେ ବୀରସ୍ୟ ଭୂଷଣମ୍ କ୍ଷମା। ଯେ ପ୍ରକୃତରେ ବଳବାନର ଚିହ୍ନ ବା ପ୍ରତୀକ ହେଲା କ୍ଷମା। ପ୍ରଖ୍ୟାତ ଦାର୍ଶନିକ ହାରିଟ ନେଲସନ କୁହନ୍ତି, ସେମାନଙ୍କୁ କ୍ଷମା କରିଦିଅ ଯେଉଁମାନେ ଆପଣଙ୍କୁ ବହୁତ ଦୁଃଖ କଷ୍ଟ ଦେଇଛନ୍ତି। ଏହି ନିର୍ଣ୍ଣୟ ସେମାନଙ୍କ ପାଇଁ ନାହିଁ, ଆପଣଙ୍କ ସ୍ୱକଲ୍ୟାଣ ପାଇଁ ମଧ୍ୟ। ପୋପ୍ ଜନ୍ ପଲ୍ ସେକେଣ୍ଡ ତାଙ୍କୁ ଜୀବନରୁ ମାରିଦେବା ପାଇଁ ସନ୍ 1981ରେ ଏମ୍ ଅଲି ନାମକ ଜଣେ ଯୁବକ ତାଙ୍କୁ 4 ଥର ସାମ୍ନାରେ ଫାୟାରିଂ କଲେ। ପରିଣାମ ସ୍ୱରୂପ ପୋପ୍ ମେଡିକାଲରେ ଏବଂ ଏମ୍ ଅଲି ଜେଲ ଭିତରେ ରହିଲେ। ହସ୍ପିଟାଲରୁ ଡିସଚାର୍ଜ ହୋଇ ବାହାରିବା କ୍ଷଣି ପୋପ୍ ଯାଇ ପ୍ରଥମେ ଜେଲର ସେହି କକ୍ଷକୁ ଗଲେ ଯେଉଁଠି ଏମ୍ ଅଲି ବନ୍ଦୀ ଜୀବନଯାପନ କରୁଥିଲେ। ସେ ଦେଖା କରି କହିଲେ, ପୋପ୍ ଯେ ମୁଁ ତୁମକୁ କ୍ଷମା କରି ଦେଇଛି। ବୁଦ୍ଧିହୀନ କେବେ କ୍ଷମା କରିନଥାଏ ନା ଭୁଲି ପାରିଥାଏ, କିନ୍ତୁ ବୁଦ୍ଧିବାନ କ୍ଷମା କରିଥାଏ ଏବଂ ଭୁଲି ମଧ୍ୟ ଯାଇଥାଏ। କ୍ଷମା ମାଗିଲା ବାଲା ବ୍ୟକ୍ତି ଶକ୍ତିଶାଳୀ ହୋଇଥାଏ, କିନ୍ତୁ କ୍ଷମା ଦେଲା ବାଲା ବ୍ୟକ୍ତି ବହୁତ ବଳବାନ ହୋଇଥାନ୍ତି। ମହାତ୍ମା ଗାନ୍ଧୀ କହୁଥିଲେ, ଦୁର୍ବଳ ବ୍ୟକ୍ତି କେବେ କ୍ଷମା କରେ ନାହିଁ। କ୍ଷମା ବୀରର ଭୂଷଣ, ଭୀରୁର ନୁହେଁ। ବହୁତ ସୁନ୍ଦର ଦୃଷ୍ଟାନ୍ତଟିଏ ଅଛି। ମହାତ୍ମା ବୁଦ୍ଧଙ୍କୁ ଥରେ ନଦୀ କୂଳରେ ତପସ୍ୟାରେ ଲୀନ ଥିଲାବେଳେ ଅକସ୍ମାତ୍ ଏକ ଅଶିଷ୍ଟ ଅଭଦ୍ର ବ୍ୟକ୍ତି ଆସି ତାଙ୍କ ମୁହଁରେ ଛେପ ପକାଇ ଚାଲିଗଲା। କ୍ରୋଧିତ ଶିଷ୍ୟଗଣ ସେ ଲୋକକୁ ଦଣ୍ଡ ବା ଉପଯୁକ୍ତ ଶିକ୍ଷା ଦେବା ପାଇଁ ବୁଦ୍ଧଙ୍କୁ ଆଜ୍ଞା ବା ଆଦେଶ ମାଗିଲେ, କିନ୍ତୁ ବୁଦ୍ଧ ମନା କରିଦେଲେ। ନିଜର ମୁହଁକୁ ନଦୀ ପାଣିରେ ଧୋଇସାରି ବୁଦ୍ଧ ସେ ବ୍ୟକ୍ତିଙ୍କ ପାଖକୁ ଗଲେ। ତାଙ୍କୁ ଡାକି କହିଲେ, ପୁଣି ଯଦି କେବେ ତୁମକୁ ଛେପ ପକାଇବାର ଆବଶ୍ୟକତା ପଡ଼ିବ ନା, ତେବେ ଅନାୟାସରେ ତୁମେ ଚାଲି ଆସିବ ମୋ ମୁହଁରେ ଛେପ ପକାଇବାକୁ। ଏହି ଅସାମାନ୍ୟ ଚିନ୍ତାଧାରା ସାଧାରଣ ବ୍ୟକ୍ତିର ଚିନ୍ତାଧାରା ବାହାରେ। କେହି ଜଣେ କହିଥିଲେ, ଶତ୍ରୁକୁ କ୍ଷମା କରିଦିଅ, ଏହାଠାରୁ ଅଧିକ ଦୁଃଖ ତା ପାଇଁ ଆଉ କିଛି ନାହିଁ। ପ୍ରକୃତରେ କ୍ଷମା ହିଁ ଏକ ବହୁତ ବଡ଼ ଗୁଣ, ଯାହା ଆମ ସମସ୍ତଙ୍କ ପାଇଁ ଅତି ଜରୁରୀ। ଦୁର୍ଜନ ପାଇଁ ସବୁଠାରୁ ଅଧିକ କଷ୍ଟକାରୀ କ୍ଷମା ଅଟେ।
ଯେବେ ଆମେ ତାର ମନ୍ଦ କର୍ମର ଉତ୍ତର ଶୁଭ ବା ଭଲ କର୍ମରେ ଦିଅନ୍ତି, ତାକୁ ଅନୁଭବ ହୁଏ ସେ ଅନ୍ୟ ପାଇଁ ଯେଉଁ କଠିନ ପ୍ରତିବନ୍ଧକ ଛିଡ଼ା କରିଥିଲା ତାହା ପ୍ରଭାବୀ ନଥିଲା। ମନ୍ଦକୁ ଭଲରେ ପରିବର୍ତ୍ତନ କରିଦିଅ ଏବଂ ଏହାର ନିରନ୍ତର ଅଭ୍ୟାସ କରିଚାଲ। ସେଥିପାଇଁ ତ ମିର୍ଜା ଗାଲିବ କହୁଥିଲେ, कुछ यूं हमने जिंदगी को आसान कर लिया, कुछ यूं हमने जिंदगी को आसान कर लिया, किसी से माफी मांग ली, किसी से माफी मांग ली, किसी को माफ कर दिया, किसी को माफ कर दिया। ସାବରମତୀ ଆଶ୍ରମରେ ସକାଳ ଜଳଖିଆର ସମୟ। ଆଶ୍ରମ ଅନ୍ତେବାସୀ ଗୋଟିଏ ଲୋକକୁ ଧରି ଆଣି ବାପୁଙ୍କ ନିକଟରେ ଉପସ୍ଥିତ କରାଇଲେ ଏବଂ କହିଲେ, ବାପୁ, ଇଏ ଗୋଦାମ ଘରେ ଚୋରି କରୁଥିଲା ଏବଂ ଆମେ ତାଙ୍କୁ ଦେଖି ସାଙ୍ଗେ ସାଙ୍ଗେ ଆପଣଙ୍କ ପାଖକୁ ଧରି ଆଣିଛୁ। ବାପୁ ନରମ ଗଳାରେ ସରଳ ଭାବରେ କହିଲେ, ଆଚ୍ଛା ଭାଇ, ଆପଣ ସକାଳ ଜଳଖିଆ କରିଛନ୍ତି? କିଛି ଖାଇଛନ୍ତି କି ନାହିଁ? ସେ ଚୋରଟି ମୁଣ୍ଡ ହଲାଇ ମନା କଲା। ବାପୁ କହିଲେ, ଆଣ ଆଣ, କିଛି ଅଛି ନା ନାହିଁ, ୟାଙ୍କୁ କିଛି ଚା ପାଣି ଦେଲ, କିଛି ଜଳଖିଆ ଦେଲ। ତାଙ୍କୁ ଧରି ଆଣିଥିବା ଲୋକମାନେ ଅପୋଜ କରି କହିଲେ, ବାପୁ, ଇଏ ପରା ଚୋର, ଆକୁ ଆପଣ ଏମିତି ଖାତିରଦାରୀ କ'ଣ କରୁଛନ୍ତି? ଇଏ ପୁରା ଗୋଦାମ ଘରେ ପଶିକି ଚୋରି କରୁଥିଲା। ବାପୁ ଟିକେ ଗମ୍ଭୀର ଦେଖାଗଲେ ଏବଂ କହିଲେ, ମୁଁ ଜାଣିଲି ସେ ଚୋର, କିନ୍ତୁ ସେ ଚୋର ବୋଲି ମଣିଷ ନା ନାହିଁ? ସେ ପ୍ରଥମେ କିଛି ଖାଇବ କି ନାହିଁ? ସେ ଖାଇସାରୁ ତ ତାପରେ ବିଚାର ହବନି? ଏତିକି ମାତ୍ର କଥାରେ ସେ ଚୋର ଭାଇଟି କାନ୍ଦି କାନ୍ଦି ବାପୁଙ୍କ ପାଦ ତଳେ ଲୋଟିଗଲା ଏବଂ କହିଲା, ବାପୁ, ମୁଁ ଆପଣଙ୍କ ପାଦ ଛୁଇଁ ନିୟମ କରୁଛି, ଶପଥ କରୁଛି, ଆଜିଠାରୁ ମୁଁ ମେହନତ କରିକି ପରିବାର ପୋଷଣ କରିବି, କିନ୍ତୁ ଏ ଚୋରି ଜୀବିକା, ଚୋରି କାମ ଆଜିଠାରୁ ମୁଁ ସମ୍ପୂର୍ଣ୍ଣ ଭାବରେ ଛାଡ଼ିଦେଲି। ତ ଇଏ ଥିଲା କ୍ଷମା, ଅନ୍ୟର ହୃଦୟକୁ ଯିଏ ପରିବର୍ତ୍ତନ କରିପାରେ। ତେଣୁ ସମସ୍ତଙ୍କୁ ଅନ୍ୟ ପ୍ରତି କରିଥିବା ଭୁଲ କର୍ମ ପାଇଁ କ୍ଷମା କରିବା ଉଚିତ। କ୍ଷମା ଉପରେ ପୁରାଣ ପୃଷ୍ଠାରୁ ପ୍ରସଙ୍ଗଟିଏ। ଥରେ ବିଶ୍ୱାମିତ୍ରଙ୍କୁ ମହର୍ଷି ବୋଲି ସମ୍ବୋଧନ କରିନଥିବାରୁ ସେ କ୍ରୋଧରେ ବଶିଷ୍ଠଙ୍କ ପୁତ୍ରମାନଙ୍କୁ ହତ୍ୟା କରିଦେଲେ। ହେଲେ ଏଥିରେ ତାଙ୍କର ମନ ତୃପ୍ତ ହେଲା ନାହିଁ, ତାଙ୍କ କ୍ରୋଧ ପ୍ରଶମିତ ହେଲା ନାହିଁ। ତେଣୁ ସେଦିନ ଚାନ୍ଦିନୀ ରାତିରେ ବଶିଷ୍ଠଙ୍କର ଉଦ୍ୟାନରେ ଲୁଚି ରହିଲେ ଶାଣିତ ତରବାରୀ ସହିତ ବଶିଷ୍ଠଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବିଶ୍ୱାମିତ୍ର। କିନ୍ତୁ ଦୈବ ଯୋଗରୁ ସେଦିନ ବଶିଷ୍ଠ ସସ୍ତ୍ରୀକ ଉଦ୍ୟାନରେ ପ୍ରବେଶ କରି ତାଙ୍କର ବିଶ୍ୱାମିତ୍ର ଲୁଚି ରହିଥିବା ଜାଗାର ଅଳ୍ପ ଦୂରରେ ଉପବେଶନ କଲେ ଏବଂ ତାଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହେଲା। ତାଙ୍କ ସ୍ତ୍ରୀ ଅରୁନ୍ଧତୀ ପଚାରିଲେ, ଆଚ୍ଛା କହିଲେ ଦେଖି ମୁନିବର, ବିଶ୍ୱାମିତ୍ରଙ୍କ ତପସ୍ୟା କିପରି, ତାଙ୍କର ପୁରୁଷାର୍ଥ କେଉଁଭଳି? ମୃଦୁ ହସି ମହର୍ଷି ବଶିଷ୍ଠ ଉତ୍ତର ଦେଲେ, ଆଜିର ପୂର୍ଣ୍ଣମୀ ଜହ୍ନର ଶୀତଳ ଜ୍ୟୋତ୍ସ୍ନା ଭଳି ଏକଦମ ନିଷ୍ପାପ, ଶୁଭ୍ର ଏବଂ ଶୀତଳ, ସମସ୍ତଙ୍କ ପାଇଁ ଆନନ୍ଦଦାୟୀ ବିଶ୍ୱାମିତ୍ରଙ୍କ ତପସ୍ୟା। ବଶିଷ୍ଠଙ୍କ ମୁଖରେ ନିଜର ପ୍ରଶଂସା ଶୁଣି ବିଶ୍ୱାମିତ୍ର ଏକଦମ ଆବାକ ହୋଇଗଲେ। ସେ ନିଜ କାନକୁ ବିଶ୍ୱାସ କରିପାରିଲେ ନାହିଁ। ବଶିଷ୍ଠଙ୍କ ନଜରରେ ବିଶ୍ୱାମିତ୍ର ଆତତାୟୀ ନୁହନ୍ତି, ବରଂ ତାଙ୍କର ପୁତ୍ର ଭଳି। ସେ ବିଶ୍ୱାମିତ୍ରକୁ ଘୃଣା କରନ୍ତି ନାହିଁ, ବରଂ ବହୁତ ଭଲ ପାଆନ୍ତି। ଏହା ଜାଣି ବିଶ୍ୱାମିତ୍ରଙ୍କର ସମସ୍ତ ଅହଙ୍କାର, କ୍ରୋଧ ଅଶ୍ରୁ ରୂପରେ ଝରି ଆସିଲା। ସେ ବଶିଷ୍ଠଙ୍କ ପାଦ ତଳେ ପଡ଼ି କ୍ଷମା ପ୍ରାର୍ଥନା କଲେ। ବଶିଷ୍ଠ ସେହି ମୁହୂର୍ତ୍ତରେ ତାଙ୍କୁ ମହର୍ଷି ବିଶ୍ୱାମିତ୍ର ଉଠ କହି ସମ୍ବୋଧନ କଲେ, ଯାହା ବିଶ୍ୱାମିତ୍ରଙ୍କୁ ଚିରକାଳ ପାଇଁ ଅହଙ୍କାର ମୁକ୍ତ, ସରଳ ସ୍ୱଭାବଯୁକ୍ତ କରାଇ ପାରିଥିଲା। ଠିକ୍ ଏହିଭଳି ଆଉ ଗୋଟିଏ ଘଟଣା ଘଟିଥିଲା ଅସୁର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଅଲିଅଳି କନ୍ୟା ଦେବଯାନୀ ଏବଂ ଅସୁରରାଜ ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠାଙ୍କ ମଧ୍ୟରେ। ତ ରାଜଜେମା ଶର୍ମିଷ୍ଠା ଏବଂ ଦେବଯାନୀ ଦୁଇ ବାନ୍ଧବୀ, ଦୁଇ ସଖୀ ଥିଲେ, ଅତି ଘନିଷ୍ଠ ଥିଲେ। କିନ୍ତୁ କୌଣସି କଥାରୁ ସେଦିନ ଟିକେ ମତାନ୍ତର ହୋଇଯିବାରୁ କ'ଣ କଲେ ଶର୍ମିଷ୍ଠା ନା ନିଜ ଦାସୀମାନଙ୍କ ସହାୟତାରେ ପ୍ରିୟ ବାନ୍ଧବୀକୁ ଜଳାଶୟର ମଧ୍ୟ ଭାଗକୁ ଫୋପାଡ଼ି ଦେଇ ନଅରକୁ ଚାଲି ଆସିଲେ। ଏଣେ ସନ୍ଧ୍ୟା ଆଗତ ପ୍ରାୟ। ତେଣୁ ଦେବଯାନୀ ନିଜକୁ ଜଳାଶୟରୁ ଉଦ୍ଧାର କରି ନ ପାରିବାରୁ ବିକଳରେ ଏଣେ ତେଣେ ଡାକ ପକାଉଥାନ୍ତି, ମୋତେ ରକ୍ଷା କର, ଏଥିରୁ ଉଦ୍ଧାର କର। ତ ଦୈବ ଯୁଗରୁ ରାଜା ଯଯାତି କେଉଁଆଡ଼େ ମୃଗୟାରେ ଯାଇଥିଲେ ବୋଧହୁଏ। ତ ସେ ଆସି ଅକ୍ଷତ ଅବସ୍ଥାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ଦେବଯାନୀକୁ ଉଦ୍ଧାର କରି
ପିତା ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ପହଞ୍ଚାଇ ଦେଲେ। ରାତି ଯେହେତୁ ବେଶୀ ହୋଇଯାଇଥିଲା, ସେ ନଅରକୁ ପଳେଇ ଗଲେ। କିନ୍ତୁ ଏପଟେ ଶୁକ୍ରାଚାର୍ଯ୍ୟ ଦେବଯାନୀକୁ ତୋର ଏ ଅବସ୍ଥା କିପରି ହେଲା ବୋଲି ପଚାରନ୍ତେ ଦେବଯାନୀ ପିତାଙ୍କ ନିକଟରେ ଅଳି ରଖିଲେ। ମିନତି କଲେ ଯେ ପିତା, ସେ ଅହଙ୍କାରୀ ଦାମ୍ଭିକ ରାଜକନ୍ୟାର ଗର୍ବକୁ ଖର୍ବ କର, ତାକୁ ଉଚିତ ଶିକ୍ଷା ଦିଅ। ଆପଣଙ୍କ ଶିକ୍ଷାରେ ହିଁ ତା ବାପା ଏତେ ବଳିଆନ, ତେଣୁ ସେ ଗର୍ବ କରୁଛି ତା ବାପାକୁ ନେଇ, ଏ ରାଜ୍ୟକୁ ନେଇ। ତେଣୁ ଆପଣ ତାକୁ ଉଚିତ ଶିକ୍ଷା ଦିଅନ୍ତୁ। ଏସବୁ ଆପତ୍ତି ଅଭିଯୋଗ ଶୁଣି ସାରିଲା ପରେ ଜଣେ ଝିଅର ବାପା ଅତି ସୁନ୍ଦର ଭାବରେ ସେ ତାଙ୍କ କନ୍ୟାକୁ ବୁଝାଇଲେ ଯେ କ୍ଷମା ହେଉଛି ଏକ ମହତ୍ ଗୁଣ, ଅତି ଆବଶ୍ୟକ ବା ଜରୁରୀ ଆଭୂଷଣ, ବିଶେଷ କରି ନାରୀର। ତେଣୁ ସେ ପଦିଏ କଥାରେ କହିଲେ, ମା, କ୍ଷମା ଦେଲେ ଝିଅ କ୍ଷମାନ୍ତ ମିଳଇ, କ୍ଷମାର ନୁହଇ ଅନ୍ତ, କ୍ଷମାର ଗ୍ରହିତା କ୍ଷମାଦାତା ଦୁହେଁ, ଏ ଭୁବନେ ଭାଗ୍ୟବନ୍ତ। ଭାବିଲେ ଦେଖି, ଯେତେବେଳେ ପରମାତ୍ମା ଏହି ଧରାକୁ ଆସିଲେ ସେତେବେଳେ ଆମେ ଆତ୍ମାମାନେ ନିଜର ସମସ୍ତ ମର୍ଯ୍ୟାଦା ଉଲ୍ଲଙ୍ଘନ କରିସାରିଥିଲେ। ଆମର ଭୁଲ ନାଲିଗାର ବାହାରେ ଥିଲା। ଆମେ ପାପାଚାର ଭ୍ରଷ୍ଟାଚାରର ଚରମ ସୀମାରେ ପହଞ୍ଚି ସାରିଥିଲେ। କିନ୍ତୁ କ୍ଷମାର ସାଗର ପରମ ପିତା ପରମାତ୍ମା ଶିବ ବାବା ଆମମାନଙ୍କୁ ଏହା ସବୁ ଡ୍ରାମା ବୋଲି କହି ପ୍ରଥମେ କ୍ଷମା କରିଦେଲେ। ତାପରେ ଆମକୁ 84 ଜନ୍ମର ରହସ୍ୟ ବୁଝାଇ ଜ୍ଞାନୀ ଗୁଣୀ କରାଇଲେ। ଯଦି ପ୍ରଥମରୁ ସେ ଆମକୁ ପାପୀ କହିଥାନ୍ତେ, ପାପୀ କହି ଦଣ୍ଡ ଦେଇଥାନ୍ତେ, ପରେ ଜ୍ଞାନ ଦେଇଥାନ୍ତେ, ତେବେ ବୋଧ ହୁଏ ସମସ୍ତଙ୍କ ଭିତରେ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିନଥାନ୍ତା। କ୍ଷମାର ସାଗର ଶିବ ବାବା ଆମକୁ ଏହି ଶିକ୍ଷା ଦେଉଛନ୍ତି ଯେ ଅକଲ୍ୟାଣ କରିବା ବ୍ୟକ୍ତି ପ୍ରତି ମଧ୍ୟ କଲ୍ୟାଣର ଭାବନା ବା କଲ୍ୟାଣର ଦୃଷ୍ଟି ରଖିବା ହିଁ କ୍ଷମା ଅଟେ।